ପିଲାମାନେ ଆମ ସୁରଜ ଏଜୁକେସନକୁ ପିଲାମାନେ ତୁମେ ମାନେ ଜାଣିଛ ତୁମ ଯେଉଁ ଶିକ୍ଷା ବିକାଶ ସମିତି ଓଡ଼ିଶା ପ୍ରି ସମେଟିଭ୍ ଆସେସମେଣ୍ଟ 2023-24 କ୍ଲାସ୍ ଏକ୍ସ ପ୍ରି ବୋର୍ଡ଼ ଦେଖ। ତାପରେ ଏଇଟା ହେଲା ଆମର 2023-24 କୋର୍ସ ହେଲା। ଦେଖ କୋଶ୍ଚିନ୍ ଆରମ୍ଭ କରିବା ଆଗରୁ ଏଇଟା ତୁମର କାଲି ଯେଉଁ ପିଲାମାନେ ପ୍ରି ବୋର୍ଡ଼ ଅଛି ଏଇଟାକୁ ପ୍ରାକ୍ଟିସ୍ କରିଦେଇ ଯାଅ। 100% ଗ୍ୟାରେଣ୍ଟି ଏଇଥିରୁ ହିଁ କୋଶ୍ଚିନ୍ ଆସିପାରେ ହେଲା। ଆସ ଦେଖିନିଅ ପିଲାମାନେ। 1 ନମ୍ବର କୋଶ୍ଚିନ୍ ଦେଖ କ'ଣ ନା, ଉଦ୍ବେଳ ମନରେ ଗ୍ରାମବାସୀ ମାନେ କେଉଁ ଖେଳରେ ରତ ହୋଇ ପଡ଼ିଛନ୍ତି? ଦୋଳି ଖେଳରେ ରତ ହୋଇ ପଡ଼ିଛନ୍ତି। ତାପରେ ପିଲାମାନେ ଅପସନ୍ ନମ୍ବର ସି ହେଲା। ତାର 2 ନମ୍ବର ପିଲାମାନେ ଦେଖ, ଯେତେ ଯେତେ ପୂର୍ବ ଜନ୍ମର ଘଟଣାବଳୀକୁ ସ୍ମରଣ କରିବା ପରେ ତାକୁ କ'ଣ କୁହାଯାଏ? ତାକୁ କ'ଣ କୁହାଯାଏ ପିଲାମାନେ? ଅପସନ୍ ନମ୍ବର ଡି ଜାତି ସ୍ପର ହେଲା। ତାପରେ ପିଲାମାନେ ଦେଖ 3 ନମ୍ବର, ପଦ ପଲ୍ଲବ କହିଲେ କ'ଣ ବୁଝ? ପିଲାମାନେ ପଦ ପଲ୍ଲବ କହିଲେ କ'ଣ ବୁଝ ନା ଆମେ ଅପସନ୍ ନମ୍ବର ବି କଅଁଳ ପତ୍ର ପରି କୋମଳ ହେଲା। ପଦ ପଲ୍ଲବ କହିଲେ କଅଁଳ ପତ୍ର ପରି କୋମଳ। ତାପରେ 4 ନମ୍ବର, ସ୍ୱାମୀ ପ୍ରେମାନନ୍ଦ ସନ୍ନ୍ୟାସ ଗ୍ରହଣ କରିବା ପୂର୍ବରୁ କେଉଁ ନାମରେ ପରିଚିତ ଥିଲେ? 4 ନମ୍ବର ଆନ୍ସର ହେଇଛି ପିଲାମାନେ ଅପସନ୍ ନମ୍ବର ବି ଶଶିଭୂଷଣ ନାମରେ ପରିଚିତ ଥିଲେ। ଶଶିଭୂଷଣ। ତାପରେ ପିଲାମାନେ ଦେଖ 5 ନମ୍ବର, ସକଳ ଅଭାବ ଭିତରେ ନବୀନ ସନ୍ନ୍ୟାସୀ ମାନଙ୍କୁ କ'ଣ ଏକାଠି କରି ରଖିଥିଲା? 5 ନମ୍ବର ଅପସନ୍ ହେଇଛି ଅପସନ୍ ନମ୍ବର ସି ଠାକୁରଙ୍କର ଆଦର୍ଶ ଓ ପ୍ରେମ ହେଲା। ଠାକୁରଙ୍କ ଆଦର୍ଶ ଓ ପ୍ରେମ। 6 ନମ୍ବର ପିଲାମାନେ ଦେଖ, ସ୍ୱାମୀଜୀଙ୍କୁ ଆମେରିକାକୁ ତାଙ୍କୁ କେଉଁ ଭକ୍ତ ନିକଟକୁ ପତ୍ର ଲେଖିଥିଲେ? 6 ନମ୍ବର ଆନ୍ସର ହେଇଯିବ ପିଲା ଅପସନ୍ ନମ୍ବର ଏ ମହେଶ୍ୱର ମହାରାଜ ହେଲା। ମହୀଶ୍ୱରର ମହାରାଜ। ତାପରେ 7 ନମ୍ବର ଦେଖ ପିଲାମାନେ, ସାରଳା ମହାଭାରତ ଉପରେ ପ୍ରଥମ ପ୍ରମାଣିକ ଆଲୋଚନା ଗ୍ରନ୍ଥର ନାମ କ'ଣ ଥିଲା? 7 ନମ୍ବର ଆନ୍ସର ପିଲାମାନେ ହେଇଯିବ କ'ଣ ନା ଅପସନ୍ ନମ୍ବର ଡି ଶ୍ରୀ ଭାଗବତ ଦର୍ପଣ। ତାପରେ ପିଲାମାନେ 8 ନମ୍ବର ଦେଖ, କେଉଁଟି ନନ୍ଦିକା କେଶରୀ ରଚିତ କବିତା ପୁସ୍ତକ ନୁହେଁ? ପିଲାମାନେ 8 ନମ୍ବର ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ବି କ'ଣ ଲେଖା ହେଇଛି ଅଘୋରଥାଳି ହେଲା। ପିଲାମାନେ ଏଟା ହେଇଯିବ ଅଘର୍ଷ୍ୟ ଥାଳି ହେଲା। ଦେଖ ମୁଁ ମାନେ ସ୍ପେଲିଂ ଟିକେ ଇଏ ହେଉଛି ଥାଳି, ଅଘର୍ଷ୍ୟ ଥାଳି। ତାପରେ ପିଲାମାନେ ଦେଖ ଆମର 9 ନମ୍ବର, ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟର ନାମ କ'ଣ ଥିଲା? ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟର ନାମ କ'ଣ ଥିଲା? ଅପସନ୍ ନମ୍ବର ଏ ଜଗନଲାଲ ହେଲା। ଜଗମୋହନ ଲାଲ ହେଲା। ଓଡ଼ିଆ ସାହିତ୍ୟର ପ୍ରଥମ ନାଟ୍ୟକାରଙ୍କ ନାମ କ'ଣ ଥିଲା ନା ଜଗମୋହନ ଲାଲ। ତାପରେ ପିଲାମାନେ 10 ନମ୍ବର ଦେଖ ପିଲାମାନେ 10 ନମ୍ବର ଆମର କ'ଣ ଦେଲା ନା, ପୂର୍ଣ୍ଣଚନ୍ଦ୍ର ଭାଷା କୋଷରେ କେତେ ଖଣ୍ଡ ବିଭକ୍ତ? ପୂର୍ଣ୍ଣଚନ୍ଦ୍ର ଭାଷା କୋଷ କେତେ ଖଣ୍ଡରେ ବିଭକ୍ତ? 10 ନମ୍ବର ଆନ୍ସର ହେଇଛି ପିଲାମାନେ ଅପସନ୍ ନମ୍ବର ସି 7 ଖଣ୍ଡରେ ବିଭକ୍ତ। ତାପରେ ପିଲାମାନେ ଆମର 11 ନମ୍ବର ଦେଖିବା ଆସ। କ'ଣ ଦେଲା ନା ଅଙ୍ଗଦଙ୍କ ପିତୃବ୍ୟଙ୍କ ନାମ କ'ଣ ଥିଲା? ପିଲାମାନେ କ'ଣ ଥିଲା ନା ଦେଖ ପିଲାମାନେ 11 ନମ୍ବର ଆନ୍ସର ହେଇଯିବ ପିଲାମାନେ ତୁମର ଅପସନ୍ ନମ୍ବର ବି ସୁଗ୍ରୀବ। ପିତୃବ୍ୟ ମାନେ କ'ଣ? ତାଙ୍କ ପିତାଙ୍କ ଭ୍ରାତା ହେଲା କି, ଯେଉଁମାନେ ଭାଇ। ସୁଗ୍ରୀବ ତାଙ୍କ ବାଳି ଥିଲେ ତାଙ୍କ ପିତା, ତାଙ୍କ ଭାଇ ଥିଲା କି ସୁଗ୍ରୀବ। ତାପରେ ପିଲାମାନେ 12 ନମ୍ବର ଦେଖ, ବୁଧେ ଶବ୍ଦଟିର ଅର୍ଥ କ'ଣ ହୋଇପାରେ? ଆମର 12 ନମ୍ବର ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ଏ ପଣ୍ଡିତ ମାନେ। ବୁଧେ ଶବ୍ଦର ଅର୍ଥ ହେଲା କ'ଣ? ପଣ୍ଡିତ ମାନେ। ଇଏ ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପିଲାମାନେ ପ୍ରି ବୋର୍ଡ଼ ଯେହେତୁ। 13 ନମ୍ବର ପିଲାମାନେ ଦେଖ, ତ ପାପଗ୍ରତେ ଯେତେ ପଡ଼ୁ ଅଜ୍ଞାନ ଏହାର ପଦଶ ଚିହ୍ନଟ କର। ପିଲାମାନେ 13 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ସି ହେଇଯିବ ଆଉ। 14 ନମ୍ବର ପିଲାମାନେ ଦେଖ, ନିଶାଥିନୀ ପ୍ରଭାବରୁ କିଏ ପ୍ରଚାର କରୁଥିଲେ? ନିଶିଥିନୀ ଟିକେ ପିଲାମାନେ ଦେଖ ପିଲାମାନେ ଏଟା ନିଶିଥିନୀ ହେଲା ପ୍ରଭାବରୁ କିଏ ପ୍ରଚାର କରୁଥିଲେ? 14 ନମ୍ବର ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ବି କ'ଣ ଝରଣା ନାଳ ଝିଙ୍କାରୀର ଝଙ୍କର ହେଲା। ଝରଣା ନାଳ ଆଉ ଝିଙ୍କାରୀର ଝଙ୍କାର। ତାପରେ ଦେଖ 15 ନମ୍ବର, କଜଳପାତି ସୀତାଙ୍କୁ ସତୀ ସହ ଆଉ କେଉଁ ସମ୍ବୋଧନ କରିଥିଲେ? କଜଳପାତି 15 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ଡି ରାଜ୍ୟର ରାଣୀ। କଜଳପାତି ସୀତାଙ୍କୁ ସତୀ ସହିତ ଆଉ ରାଜ୍ୟର ରାଣୀ ବୋଲି ସମ୍ବୋଧନ କରିଥିଲେ। 16 ନମ୍ବର ପିଲାମାନେ ଦେଖ, ରଘୁବଂଶୀକେ କାହା ପାଇଁ ପଠିତ କବିତାରେ କୁହାଯାଇଛି? ପିଲାମାନେ ଏଟା ରାମଙ୍କ ପାଇଁ ପଠିତ କବିତାରେ କୁହାଯାଇଛି। ରଘୁବଂଶୀ କିଏ? ରାମ ନା ନାହିଁ? ତାପରେ ପିଲାମାନେ 17 ନମ୍ବର ଦେଖ,
ସୀତା ସତୀ କାହା ଚରଣରେ ଶରଣ ଯାଇଛନ୍ତି? ସୀତା ସତୀ। ପିଲାମାନେ 7 ନମ୍ବର ଆନ୍ସର ହେଇଯିବ କ'ଣ ନା ପିଲାମାନେ ଅପସନ୍ ନମ୍ବର ସି ଉଷାଙ୍କ ଠାରେ। ତାପରେ 18 ନମ୍ବର ପିଲାମାନେ ଦେଖ ମାଟି ମାର କେଉଁ ଉପାଦାନ କବିକୁ ଆରାମ ଦେଉଛି? ମାଟି ମାର କେଉଁ ଉପାଦାନ ତାଙ୍କୁ କବିଙ୍କୁ ଆରାମ ଦେଉଛି? ପିଲାମାନେ 18 ନମ୍ବର ଆନ୍ସର ହେଇଯିବ ଅପସନ୍ ନମ୍ବର ବି କଅଁଳ ଘାସର ବିଛଣା। ତାପରେ ଦେଖ 20 ନମ୍ବର ପିଲାମାନେ ତମ 19 ନମ୍ବର ଦେଖ କ'ଣ ନା କେଉଁ କର୍ମ ହେତୁ କବି ଏ ଦେଶକୁ ବୁଲି ଆସିଛନ୍ତି? କେଉଁ କର୍ମ ହେତୁ କବି ଏ ଦେଶକୁ ବୁଲି ଆସିଛନ୍ତି? ଅପସନ୍ ନମ୍ବର ଏ ତପସ୍ୟା ରୂପକ ପୁଣ୍ୟ କର୍ମ ହେଲା କି ତପସ୍ୟା ରୂପ ପୁଣ୍ୟ କର୍ମ। 20 ନମ୍ବର ପିଲାମାନେ ଦେଖ ମାପ ଧରି ଜୁଁ ଦେ ଟିକେ ମତେ କ'ଣ ଅମାପ ଧରି ଜୁଁ ଦେ ଟିକେ ମତେ ଡ୍ୟାସ୍ ହେଉ ମୋର ଛାତି ଶୂନ୍ୟ ସ୍ଥାନ ପୂରଣ କର। ପିଲାମାନେ ଏଟା ହେଉଛି ଅପସନ୍ ନମ୍ବର ଡି ନିଦା। 21 ନମ୍ବର ଦେଖ କାଠଗଳ୍ପର ଆଧୁନିକ ମଣିଷର କେଉଁ ଚିତ୍ର ପ୍ରକଟିତ ହେଉଛି? 21 ନମ୍ବର ଆନ୍ସର ହେଇଯିବ ପିଲାମାନେ ତୁମର କ'ଣ ଅପସନ୍ ନମ୍ବର ବି ସ୍ୱାର୍ଥ ଓ ଶଠତା। ତାପରେ ପିଲାମାନେ 22 ନମ୍ବର ଦେଖ କାଠୁରିଆ ରୁଦ୍ରମୂର୍ତ୍ତି ଦେଖି ଲେଖକ କ'ଣ ଉପଲବ୍ଧ କଲେ? ଏଟା ହେଇଯିବ ଅପସନ୍ 22 ନମ୍ବର ଅପସନ୍ ନମ୍ବର କ'ଣ ହେଇଯିବ ନା ଡି ବଡ଼ ଭୁଲ କରିଛନ୍ତି। ତାପରେ 23 ନମ୍ବର ଦେଖ ଖରାଦିନେ କେଉଁ ଗଛ ଡାଳ ଗୁଡ଼ିକ କଙ୍ଗାଳର ହାଡ଼ ପରି ଧଳା ଦେଖାଯାଏ? 23 ନମ୍ବର ଆନ୍ସର ଅପସନ୍ ନମ୍ବର ବି ବେଲ। ତାପରେ 24 ନମ୍ବର ନୂତନ ସୃଷ୍ଟି ନିମନ୍ତେ ଗଛ କାହାକୁ ସବୁବେଳେ ନିଜର ଭାବି ରଖିବାକୁ ଚାହେଁ? 24 ନମ୍ବର ଆନ୍ସର ହେଉଛି ଅପସନ୍ ନମ୍ବର ବି ପୁରୁଣା ପତ୍ରକୁ। ତାପରେ 25 ନମ୍ବର ଏ ସଂସାରରେ କାହାର ଜୀବନ ଧନ୍ୟ ବୋଲି ଭାଗବତରେ କୁହାଯାଇଛି? 25 ନମ୍ବର ଆନ୍ସର ହେଉଛି ଅପସନ୍ ନମ୍ବର ସି ଯିଏ ପ୍ରାଣୀର ହିତ ପାଇଁ ପ୍ରାଣ ଧାରଣ କରିଛି। ତାପରେ ପିଲାମାନେ 26 ନମ୍ବର ତାହାଙ୍କୁ ହିଁ ସାକ୍ଷୀ ରଖି ମନ୍ଦିର ତୋଳା ହେବ। ଏଠାରେ କାହାକୁ ସାକ୍ଷୀ ରଖିବା କଥା ରାଜା କହିଛନ୍ତି? ପିଲାମାନେ 26 ନମ୍ବର ଆନ୍ସର ହେଉଛି ଅପସନ୍ ନମ୍ବର ଏ ସୂର୍ଯ୍ୟ ଦେବତାଙ୍କୁ ସାକ୍ଷୀ ରଖି ମନ୍ଦିର ତୋଳା ହେବ ବୋଲି କହିଛନ୍ତି। 27 ନମ୍ବର ପିଲାମାନେ ଦେଖ ଶିବେଇ ସାନ୍ତ୍ରା କିଏ? 27 ନମ୍ବର ଆନ୍ସର ହେଉଛି ପିଲାମାନେ ତୁମର ଅପସନ୍ ନମ୍ବର ଡି ଉତ୍କଳର ମହାମନ୍ତ୍ରୀ। ତାପରେ ପିଲାମାନେ 28 ନମ୍ବର ଦେଖ ରାଜା କାହାର ପୂଜା କରି ବୋଲି ଶିବେଇ କହିଥିଲେ? ପିଲାମାନେ 28 ନମ୍ବର ଆନ୍ସର ହେଇଯିବ ପିଲାମାନେ ତୁମର ଅପସନ୍ ନମ୍ବର ସି ସୌନ୍ଦର୍ଯ୍ୟର। ତାପରେ ପିଲାମାନେ ଦେଖ ଆମର କ'ଣ ନା 29 ନମ୍ବର ଦେଖ 29 ନମ୍ବର ଏ କାଳ ରାତି କ'ଣ ପାହିବ ଏହା କାହାର ଉକ୍ତି? ପିଲାମାନେ 29 ନମ୍ବର ହେଇଯିବ ଆମର ଅପସନ୍ ନମ୍ବର ଏ ବିଶୁ ମହାରାଣାଙ୍କର ଉକ୍ତି। ତାପରେ ପିଲାମାନେ 30 ନମ୍ବର ବିଶୁ ତାଙ୍କୁ କ'ଣ ପାଗଳ ବିଶୁ ତୁ କ'ଣ ପାଗଳ ଏ କଥାଟି କିଏ କହିଥିଲେ? 30 ନମ୍ବର ଆନ୍ସର ହେଉଛି ଅପସନ୍ ନମ୍ବର ଡି ଶିଳ୍ପଗଣ କହିଥିଲେ। ତାପରେ 31 ନମ୍ବର ଦେଖ ବାକ୍ୟରେ ପ୍ରାଧାନ୍ୟ ଅବ୍ୟୟ କେଉଁଠି ବ୍ୟବହୃତ ହୁଏ? 31 ନମ୍ବର ଆନ୍ସର ହେଉଛି ପିଲାମାନେ ତୁମ ଅପସନ୍ ନମ୍ବର ବି ସମ୍ବନ୍ଧିତ ପଦ ଉପରେ। ତାପରେ 32 ନମ୍ବର ଦେଖ ତନୁଜାର ନାଚ ହେଉ ଏହା କି ପ୍ରକାର ବାଚ୍ୟ ଅଟେ? 32 ନମ୍ବର ହେଇଯିବ ପିଲାମାନେ ତୁମମାନଙ୍କର କ'ଣ ନା ଅପସନ୍ ନମ୍ବର ସି ଭାବବାଚ୍ୟ। କ'ଣ ନା ପିଲାମାନେ ଭାବବାଚ୍ୟ। 33 ନମ୍ବର ଦେଖ ପ୍ରଧାନ ବାକ୍ୟ ଆଶ୍ରିତ ବାକ୍ୟ ମିଶ୍ରଣରେ କେଉଁ ବାକ୍ୟ ଗଠିତ? ପ୍ରଧାନ ବାକ୍ୟ ଓ ଆଶ୍ରିତ ବାକ୍ୟର ମିଶ୍ରଣରେ କେଉଁ ବାକ୍ୟ ଗଠିତ? 33 ନମ୍ବର ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ଏ ଜଟିଳ ବାକ୍ୟ ଗଠିତ। ପ୍ରଧାନ ଆଉ ଆଶ୍ରିତ ବାକ୍ୟରେ ଜଟିଳ ବାକ୍ୟ ଗଠିତ। 34 ନମ୍ବର ପିଲାମାନେ ଗୋଟିଏ ପ୍ରକାର ବାକ୍ୟକୁ ଅର୍ଥ ପରିବର୍ତ୍ତନ ନ କରି ଅନ୍ୟ ପ୍ରକାର ବାକ୍ୟରେ ପରିଣତ କରିବାକୁ କ'ଣ କୁହାଯାଏ? ଗୋଟିଏ ପ୍ରକାର ବାକ୍ୟର ଅର୍ଥ ପରିଣତ କରାଯିବ ନାହିଁ। 34 ନମ୍ବର ଆନ୍ସର ହେଉଛି ଅପସନ୍ ନମ୍ବର ସି ବାକ୍ୟର ରୂପାନ୍ତରରେ। ତାପରେ ପିଲାମାନେ 35 ନମ୍ବର ଅଣକାର ଏଠାରେ କ'ଣ ଏଠାରେ ଣ ଅଛି କାହିଁକି? ଅଣକାରରେ ଏଠାରେ ଣ ଯେଉଁଟା ଅଛି କାହିଁକି? ସେଇଟା ପିଲାମାନେ 35 ନମ୍ବର ଆନ୍ସର ହେଇଯିବ ପିଲାମାନେ ତୁମର ଅପସନ୍ ନମ୍ବର ବି ଯେହେତୁ ସ୍ୱାଭାବିକ ଭାବରେ। ତାପରେ 36 ନମ୍ବର ଦେଖ କେଉଁ କ'ଣ ଲେଖା ହେଇଛି ଦେଖ ଟିକେ କେଉଁ ବର୍ଣ୍ଣରେ ବ୍ୟବଧାନ ନଥିଲେ ନ ସ୍ଥାନରେ ଣ ହୁଏ? ପିଲାମାନେ 36 ନମ୍ବର ଆନ୍ସର ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି କ ଓ ପ ବର୍ଗ।
ତାପରେ 37 ନମ୍ବର ଦେଖ, ଅନୁସନ୍ଧାନ ଏଠାରେ ସ ଓ ମୁଦିନେ ସ ହୋଇନାହିଁ କାହିଁକି? 37 ନମ୍ବର ଯେ ଅପସନ୍ ନମ୍ବର ସି, ସ୍ୱତତ୍ତ୍ୱବିଧି ନିୟମ ବ୍ୟତିକ୍ରମ ହେତୁ। 38 ନମ୍ବର ପିଲାମାନେ ଦେଖ, ଜନତାମାନଙ୍କ ପାଇଁ ଏହା କି ପ୍ରକାର ଅଶୁଦ୍ଧି ଉଦାହରଣ ଜନତାଙ୍କର ଏହା କି ପ୍ରକାର ଅଶୁଦ୍ଧି ଉଦାହରଣ। 38 ନମ୍ବର ପିଲାମାନେ ତୁମର ଆନ୍ସର ହେଉଛି ଅପସନ୍ ନମ୍ବର ଏ, ବଚନଗତ। 39 ନମ୍ବର ଶୁଦ୍ଧ ଶବ୍ଦଟିକି ବାଛି ଲେଖ ପିଲାମାନେ। 39 ନମ୍ବର ଶୁଦ୍ଧ ଶବ୍ଦଟି କ'ଣ ହେଇଯିବ ନା ଆଶିଷ। ଦେଖ ଆ ତାହେଲେ ବି ସେ ସି ସ ଆଶିଷ, ଏଟା ଭୁଲ ଅଛି, ଏଟା ଭୁଲ ଅଛି, ଏଟା ଭୁଲ ଅଛି। ଦେଖ ପିଲାମାନେ ତାପରେ 40 ନମ୍ବର ଆସ ଦେଖିବା, ମୂଷା ଗଣେଶଙ୍କ ବାହନ ଅଟେ, ବାକ୍ୟଟିକୁ ଶୁଦ୍ଧ କଲେ କ'ଣ ହେବ? କ'ଣ ହେବ ପିଲାମାନେ? 40 ନମ୍ବର ଅପସନ୍ ନମ୍ବର ବି ହେଇଯିବ, ମୂଷା ଗଣେଶଙ୍କ ବାହନ ଅଟେ। 40 ନମ୍ବର ଯେଉଁଟା ଆନ୍ସର। ତାପରେ ପିଲାମାନେ 41 ନମ୍ବର ଦେଖିବା। ଦେଖ ପିଲାମାନେ ଆମର କ'ଣ ହେଲା ନା, ଯେଉଁଟା ଦେଇଛି ପ୍ରତିପାଦକୁ କ'ଣ ଲେଖା ହେଇଛି ଟିକେ 41 ନମ୍ବର, ପ୍ରତିପାଦକୁ ଗାନ କଲା ବେଳେ ଯେଉଁ ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ନିଆଯାଏ ତାକୁ କ'ଣ କହନ୍ତି? ଏଇଟା ପିଲାମାନେ ଏଇଟା ମାନେ କ'ଣ କହିଲ ପିଲାମାନେ, ଏଇଟା ହେଲା ଗ୍ରାମାର, ଓଡ଼ିଆ ଗ୍ରାମାର ବହୁତ କଷ୍ଟ, ସେନେ ଭଲସେ ଦେଖି ନିଖ। ତାପରେ 41 ନମ୍ବର ପିଲାମାନେ ଯେଉଁ ଯତିପାତ ହୁଏ ହେଲା କି, ଯେଉଁଠି ବିଶ୍ରାମ ନିଆ ହୁଏ ସେଠି ଯତିପାତ ହୁଏ। ତାପରେ 42 ନମ୍ବର, କେଉଁ ଛାନ୍ଦରେ ଅନ୍ୟ ନାମ ବିଭାସ କେଦାର ଅଟେ ହେଲା କି, କେଦାର। ତାପରେ 42 ନମ୍ବର ଆନ୍ସର ହେଇଯିବ ପିଲାମାନେ କ'ଣ ତୁମର, ନଟବାଣୀର ହେଲା। କେଉଁ ଛାନ୍ଦର ଅନ୍ୟ ନାମ ବିଭାସ କେଦାର ଅଟେ? ନଟବାଣୀର। 43 ନମ୍ବର ପିଲାମାନେ ଦେଖ, କେଉଁ ଛାନ୍ଦର ପ୍ରତ୍ୟେକ ପାଦରେ ଅକ୍ଷର ସଂଖ୍ୟା 20? ପିଲାମାନେ 43 ନମ୍ବର ଆନ୍ସର ହେଇଯିବ ପିଲାମାନେ ତୁମର ଅପସନ୍ ନମ୍ବର ସି, କ'ଣ ନା ବଙ୍ଗାଳାଶ୍ରୀ। ତାପରେ 44 ନମ୍ବର ଦେଖ, ମିତ୍ରାକ୍ଷର ଛାନ୍ଦ କେତେ ଭାଗରେ ବିଭକ୍ତ? 44 ନମ୍ବର ହେଇଯିବ ପିଲାମାନେ ଅପସନ୍ ନମ୍ବର ଡି, 3 ଭାଗରେ ବିଭକ୍ତ ମିତ୍ରାକ୍ଷୀ ଛାନ୍ଦ। ତାପରେ 45 ନମ୍ବର, ଶଙ୍କରାଭରଣ ଛାନ୍ଦଟି କେତେ ପାଦ ବିଶିଷ୍ଟ? ଶଙ୍କରାଭରଣ ଛାନ୍ଦ ପିଲାମାନେ ଏ ଯେଉଁ 45 ନମ୍ବର ଅପସନ୍ ନମ୍ବର ସି, 4 ପାଦ ବିଶିଷ୍ଟ। ଆଉ 46 ନମ୍ବର ଦେଖ, 46 ନମ୍ବର ଦେଖ, ସାହିତ୍ୟର ବୈଶିଷ୍ଟ୍ୟ କ'ଣ? ସାହିତ୍ୟର ବୈଶିଷ୍ଟ୍ୟ କ'ଣ? 46 ନମ୍ବର ଯେ ଅପସନ୍ ନମ୍ବର ଡି, ଅଳଙ୍କାର ହେଲା ସାହିତ୍ୟର ବୈଶିଷ୍ଟ୍ୟ। ତାପରେ ପିଲାମାନେ ଦେଖ, କେଉଁଟି ଅଳଙ୍କାରର ନୁହେଁ? କେଉଁଟା ଅଳଙ୍କାର ନୁହେଁ? ପିଲାମାନେ ଯେଉଁଟା ଦେଇଛି 47 ନମ୍ବର ଯେ ଆନ୍ସର ନା ଅପସନ୍ ନମ୍ବର ବି, ଉପମା ଅଳଙ୍କାର ନୁହେଁ। ତାର 48 ନମ୍ବର ଦେଖ, ଯାହାଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷ ହୁଏ ତାକୁ କ'ଣ କୁହାଯାଏ? ତେଣୁ 48 ନମ୍ବର ହେଇଯିବ ପିଲାମାନେ ତୁମର ସି, ଏଠି ଅର୍ଥାଳଙ୍କାର। ତାପରେ 49 ନମ୍ବର ଦେଖ, ଉପମାନ ଓ ଉପମେୟ ମଧ୍ୟରେ କେଉଁଟି ବହୁଗୁଣ ବିଶିଷ୍ଟ ବସ୍ତୁ ଅଟେ? 49 ନମ୍ବର ପିଲାମାନେ ଅପସନ୍ ନମ୍ବର ବି, ଉପମା ବାଚକ ବହୁ ବିଶିଷ୍ଟ ଅଟେ। 50 ନମ୍ବର ଶେଷ କ୍ୱେଶ୍ଚିନ୍, ନିମ୍ନ ମଧ୍ୟ ଶବ୍ଦ ମଧ୍ୟରୁ କେଉଁଟି ଏକ ଉପମା ବାଚକ ନୁହେଁ? ପିଲାମାନେ ଏ ଯେଉଁ କେଉଁଟା ନା 50 ନମ୍ବର ଯିବ ନା ଅପସନ୍ ନମ୍ବର ବି, କିବା। ପିଲାମାନେ 50ଟା କ୍ୱେଶ୍ଚିନ୍ ସରିଗଲା। କାଲି ଫ୍ଲିପବୋର୍ଡ଼ରେ ପ୍ରାକ୍ଟିସ୍ କରିନିଅ, ଯାହାହେଲେ ବି କିଛିଟା କ୍ୱେଶ୍ଚିନ୍ ରିପିଟ୍ ହେବ, ତୁମମାନଙ୍କୁ ପ୍ରାକ୍ଟିସ୍ କରେଇ ଦେଲି। ଥ୍ୟାଙ୍କ ୟୁ ଫର୍ ୱାଚିଂ ପିଲାମାନେ, ଏତେ ସମୟ ଦେଖିଥିବାରୁ। କାଲି ପ୍ରିବୋର୍ଡ଼ ଏକ୍ଜାମ୍ ଭଲ ହଉ, ଏତିକି ବେଷ୍ଟ ଅଫ୍ ଲକ୍ କହିବି। ଥ୍ୟାଙ୍କ ୟୁ ଫର୍ ୱାଚିଂ।